ସ୍ୱାମୀର ମୃତଦେହ ଛାଡ଼ି ସ୍ତ୍ରୀ ଫେରାର। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନଗର ପଲ୍ଲୀ ସାହିରେ ଘଟିଛି। ଏକ ଭଡ଼ା ଘରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ବେଳେ ସ୍ତ୍ରୀ ଜଣକ ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକ ଜଣକ ହେଉଛନ୍ତି ଗୁଣପୁର ନିକଟ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ମାଛଖୁଣ୍ଟି ଗ୍ରାମର ଜଗଦୀଶ ମେଲେକା। ଗତକାଲି ରାତିରେ ନଟରାଜ ହଲ୍ ମେନ୍ ରୋଡର ଜଣେ ବାସିନ୍ଦା ଯିଏକି ତାଙ୍କ ଘରଟେ ଭଡ଼ା ଦେଇଥିଲେ ଗୋଟେ ପୁଅ ଝିଅ ଗୁଣପୁର ଏରିଆର ଜଗଦୀଶ ମେଲେକା ଏବଂ ହାରି ରହିତ ନାମକ ଗୋଟେ ପୁଅ ଝିଅ ସ୍ୱାମୀ ସ୍ତ୍ରୀ ତାଙ୍କୁ ଭଡ଼ା ଦେଇଥିଲେ 3 ମାସ ହେଲା ରହୁଥିଲେ। ଆଉ ଗତ ରାତିରେ ସେ ଆସିକି ଖବର ପାଇଲେ ଦେଖିଲେ ଯେ ତା ଘରଟା ଖୋଲା ଅଛି ଏବଂ ଭିତର ପଟ ବି ଖୋଲା ଅଛି, ଘରେ କେହି ନାହାନ୍ତି, କିନ୍ତୁ ତା ସ୍ୱାମୀ ଜଗଦୀଶ ମେଲେକାର ଡେଡ୍ ବଡି ପଡ଼ିଛି। ଆଉ 50-100 ଡେଡ୍ ବଡି ହେଇଗଲାଣି, ବହୁତ ମାନେ 24 ଘଣ୍ଟାରୁ ଅଧିକ ହେଇଗଲାଣି। ସିଏ ଆସିକି ରିପୋର୍ଟ କଲେ। ଏଇ ଭିତରେ ଆମେ ଗୋଟେ ୟୁଡି କେସ୍ ରେଜିଷ୍ଟ୍ରେସନ୍ କରିଛୁ ଏବଂ ସାଇଣ୍ଟିଫିକ୍ ଟିମ୍ ଡାକିଛୁ। ଡାକିଲା ପରେ ଇନକ୍ୱେଷ୍ଟ ଏବଂ ପୋଷ୍ଟମର୍ଟମ୍ ହେବ। ପୋଷ୍ଟମର୍ଟମ୍ ହେଲା ପରେ ଜଣାପଡ଼ିବ। ପ୍ରାରମ୍ଭିକ ତଦନ୍ତ ଜଣାପଡ଼ୁଛି ଯେ ସ୍ୱାମୀ ସ୍ତ୍ରୀ ଜଣେ ମିଶିକି ରହୁଥିଲେ ଏବଂ ଗୁଣପୁର ଏଠିକି ଚାକିରି କରିବା ପାଇଁ ବୋଲି ଆସିଥିଲେ। ସ୍ୱାମୀ ଜଗଦୀଶ ମେଲେକା ଜଣେ ବୋଲେରୋ ଡ୍ରାଇଭର ଏବଂ ସେ ଝିଅ ତାଙ୍କ ସ୍ତ୍ରୀ ଯିଏକି ପଢ଼ା ଲେଖା ଅଟନ୍ତି, ସିଏ କ'ଣ ମେଡ଼ିକାଲରେ ଚାକିରି ପାଇଛି, ମିଶିକି ରହିବା ବୋଲି ତାଙ୍କୁ ଆଗରୁ କହିଥିଲେ। ମେଡ଼ିକାଲରେ ପାରଳାଖେମୁଣ୍ଡି ଆସିକି ରହିବା ବୋଲି ରହୁଥିଲେ। ବର୍ତ୍ତମାନ ତାଙ୍କର ମୃତ୍ୟୁ ହେଇଛି ଏବଂ ତାଙ୍କ ସେ ରୁମ୍ରେ ବି ତାଙ୍କ ସ୍ତ୍ରୀ ନାହାନ୍ତି, ଅନୁପସ୍ଥିତ ଅଛନ୍ତି। ସେ ବୋଧେ ପଳାଇଛନ୍ତି କୁଆଡ଼େ, ତାଙ୍କର ଜିନିଷପତ୍ର ବି କିଛି ନାହିଁ। ମୃତ୍ୟୁଟା ତ ସନ୍ଦେହଜନକ ଅଛି। ସେହି ଭଡ଼ା ଘରେ ସ୍ୱାମୀ ସ୍ତ୍ରୀ ଦୁହେଁ ରହୁଥିବା ବେଳେ ସ୍ତ୍ରୀ ଜଣକ ଫେରାର ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୌଣସି କାରଣରୁ ସ୍ୱାମୀଙ୍କୁ ହତ୍ୟା କରି ସ୍ତ୍ରୀ ଫେରାର ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କିଛି ମାସ ତଳେ ଉଭୟ ପ୍ରେମ ବିବାହ କରିଥିଲେ। ପରେ କିଛି ଦିନ ରହିବା ପରେ ପାରଳାଖେମୁଣ୍ଡିରେ ଚାକିରି କରିଥିବାରୁ ସେଠାରେ ଉଭୟ ମିଳିମିଶି ରହିବା କହି ପାରଳାଖେମୁଣ୍ଡି ଆସି ଏକ ଭଡ଼ା ଘରେ 4 ମାସ ହେଲା ରହି ଆସୁଥିଲେ। ତେବେ ପୁଅକୁ ବୋହୂ ହତ୍ୟା କରିଥିବା ମୃତକଙ୍କ ମା ଅଭିଯୋଗ କରିଛନ୍ତି। ଗଜପତିରୁ ହେମନ୍ତ ପ୍ରଧାନଙ୍କ ରିପୋର୍ଟ, ଖବର ଓଡ଼ିଶା।